ଜୀବନରେ ସବୁକିଛି ସମୟ ଅନୁସାରେ ମିଳେ। ତେଣୁ ଧୈର୍ଯ୍ୟ କେବେ ହରାନ୍ତୁ ନାହିଁ। ଭଲ କାମ କରନ୍ତୁ, କାରଣ କର୍ମର ହିସାବ ଭଗବାନ ନିଜେ ରଖିଥାନ୍ତି। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ଆଲୋଚନା କରିବା କନ୍ୟା ରାଶିର ବ୍ୟକ୍ତିବିଶେଷମାନଙ୍କ ବିଷୟରେ। ଏହି 2026 ମସିହା ଜୁଲାଇ ମାସ ଆପଣଙ୍କ ପାଇଁ କିପରି ରହିବ, ଗ୍ରହମାନଙ୍କର ସ୍ଥିତି କ'ଣ ରହିଛି, ନବଗ୍ରହମାନେ କି ଫଳ ଦେବେ, ସବୁକିଛି ସ୍ୱାସ୍ଥ୍ୟ, ଶିକ୍ଷା, ଲଭ୍ ରିଲେସନ୍, ଫାଇନାନ୍ସ, ମ୍ୟାରେଡ୍ ଲାଇଫ୍, ଜବ୍ ଅର୍ ପ୍ରଫେସନ୍ ଏବଂ ବିଜନେସ୍ ବିଷୟରେ ଡିଟେଲ୍ସରେ ଆଲୋଚନା କରିବା। ଆସନ୍ତୁ ସର୍ବପ୍ରଥମେ ନଜର ପକାଇବା ଗ୍ରହ ଗୋଚର ସ୍ଥିତି ଉପରେ। ଆପଣଙ୍କର ରାଶିରୁ ଷଷ୍ଠ ଭାବରେ ରାହୁ, ସପ୍ତମରେ ଅଛନ୍ତି ଶନି, ନବମରେ ମଙ୍ଗଳ, ଦଶମରେ ରବି ଅବସ୍ଥାନ କରିଛନ୍ତି ଏବଂ ଏକାଦଶରେ ବୃହସ୍ପତି ବୁଧ ଅବସ୍ଥାନ କରିଛନ୍ତି ଏବଂ ଦ୍ୱାଦଶରେ ଶୁକ୍ର କେତୁ ଅବସ୍ଥାନ କରିଛନ୍ତି। ଜୁଲାଇ 17 ତାରିଖ ଠାରୁ ରବି ରହିବେ ଏକାଦଶ ଭାବରେ। ବନ୍ଧୁଗଣ, ଏହି ବିଚାର ଜନ୍ମ ରାଶି ଚନ୍ଦ୍ର ରାଶିକୁ ଆଧାର କରି କରାଯାଇଛି। ଯେଉଁମାନଙ୍କର କନ୍ୟା ରାଶି ଓ କନ୍ୟା ଲଗ୍ନ, ସେମାନଙ୍କ ପାଇଁ ଏହି ଭିଡ଼ିଓ ଅଧିକ ଫଳପ୍ରଦ ହେବ ବୋଲି ଆମର ଆଶା ଓ ବିଶ୍ୱାସ। ସର୍ବପ୍ରଥମେ ଆଲୋଚନା କରିବା ସ୍ୱାସ୍ଥ୍ୟ ବିଷୟରେ। ଫାର୍ଷ୍ଟ ହାଉସ୍ ଆମର ଶରୀର, ଆମ ଲଗ୍ନର ଭାବ, ଆମ ଇମ୍ୟୁନିଟିର ଭାବ। ଲଗ୍ନ ଭାବର ଅଧିପତି ବୁଧ ଅଛନ୍ତି ଏକାଦଶରେ ବୃହସ୍ପତି ଯୁକ୍ତ ହୋଇକି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବ। ଯଦି ବି କୌଣସି ପୁରୁଣା ରୋଗ ଥାଏ, ସେଥିରେ ଉନ୍ନତି ଦେଖାଯିବ। ମାନସିକ ସ୍ଥିରତା ଏବଂ ସକାରାତ୍ମକ ଚିନ୍ତାଧାରା ବଢ଼ିବ। ଷଷ୍ଠ ଭାବ ତଥା ରୋଗ ଭାବର ଅଧିପତି ଶନି ସପ୍ତମରେ ଅବସ୍ଥାନ କରିଛନ୍ତି। ଶନି ରୋଗକୁ ଦୀର୍ଘସ୍ଥାୟୀ କରିବାର କାରକ ଗ୍ରହ ହୋଇଥିବାରୁ ଛୋଟ ସମସ୍ୟାକୁ ଅବହେଳା କଲେ ସେଗୁଡ଼ିକ ଲମ୍ବା ସମୟ ଧରି ଚାଲିପାରେ। ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଶନିଙ୍କ ଉପରେ ଥିବାରୁ ରୋଗର ତୀବ୍ରତାକୁ କମେଇବ। ଠିକ୍ ସମୟରେ ଚିକିତ୍ସା ଏବଂ ଔଷଧରୁ ଭଲ ଫଳ ମିଳିବ। ସେମିତି କିଛି ମେଜର ରୋଗର ସମ୍ଭାବନା ବହୁତ କମ୍ ରହିଛି ଏହି ମାସରେ, କିନ୍ତୁ ଗ୍ୟାସ୍, ଏସିଡ଼ିଟି, ହାଡ଼ ମଧ୍ୟଙ୍ଗତ ପୀଡ଼ା, ୱେଷ୍ଟ ପେନ୍ କିମ୍ବା ଯେଉଁମାନଙ୍କର ଆର୍ଥ୍ରାଇଟିସ୍ ଭଳି ସମସ୍ୟା ରହିଛି, ଟିକେ ସଚେତନ ରହିବାକୁ ପଡ଼ିବ। ଅଧିକ ଚିନ୍ତା କିମ୍ବା କାର୍ଯ୍ୟଚାପ ନିଦ୍ରାରେ ବାଧା ସୃଷ୍ଟି କରିପାରେ। ଓଭରଅଲ୍ ଯଦି କହିବି, କନ୍ୟା ରାଶିର ସ୍ୱାସ୍ଥ୍ୟ ମଧ୍ୟମ ଠାରୁ ଭଲ ରହିବ। ବୃହସ୍ପତିଙ୍କର ଶକ୍ତିଶାଳୀ ପ୍ରଭାବ ଥିବାରୁ ବଡ଼ ରୋଗର ଯୋଗ ଦେଖାଉନି, କିନ୍ତୁ ଶନିଙ୍କ ପ୍ରଭାବରୁ ଗ୍ୟାସ୍, ବାତ, ହାଡ଼ ଏବଂ ଗଣ୍ଠି ଯନ୍ତ୍ରଣା ଏବଂ କ୍ଳାନ୍ତି ଭଳି ସମସ୍ୟା ସମୟ ସମୟ ଦେଖାଦେଇପାରେ। କନ୍ୟା ରାଶି ପାଇଁ ସ୍ୱାସ୍ଥ୍ୟ ପକ୍ଷରୁ ଭୟ କରିବା ଭଳି ସେମିତି କିଛି ପରିସ୍ଥିତି ନାହିଁ। କେବଳ ନିୟମିତ ଜୀବନଶୈଳୀ ଏବଂ ଠିକ୍ ସମୟରେ ଶରୀରର ଯତ୍ନ ନେବା ଦରକାର। ଏବେ ଆଲୋଚନା କରିବା ଶିକ୍ଷା ବିଷୟରେ। ପଞ୍ଚମ ଭାବ ଶିକ୍ଷାର ଭାବ। ପଞ୍ଚମାଧିପତି ଶନି ଅଛନ୍ତି ସପ୍ତମରେ। ଶନିଙ୍କ ଉପରେ ବୃହସ୍ପତିଙ୍କର ଦୃଷ୍ଟି ରହିଛି, ଫଳରେ ପାଠପଢ଼ାରେ ଏକାଗ୍ରତା ବୃଦ୍ଧି ପାଇବ। ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଥିବାରୁ ବୁଝିବାର କ୍ଷମତା ଏବଂ ସ୍ମରଣ ଶକ୍ତି ଭଲ ରହିବ। ଯେଉଁ ଛାତ୍ରଛାତ୍ରୀମାନେ ନିୟମିତ ପଢ଼ିବେ, ସେମାନେ ପରୀକ୍ଷାରେ ଭଲ ନମ୍ବର ପାଇବେ। ଗଣିତ, ବିଜ୍ଞାନ, ଟେକ୍ନିକାଲ ସବଜେକ୍ଟରେ ଧୀରେ ଧୀରେ ଉନ୍ନତି ଦେଖାଯିବ। କିଛି ଚ୍ୟାଲେଞ୍ଜ ବି ଆସିପାରେ ପିଲାଙ୍କ ପାଠପଢ଼ାରେ। ଶନି ସ୍ଲୋ ମୁଭିଂ ପ୍ଲାନେଟ୍ ହୋଇଥିବାରୁ ଫଳ ଡେରିରେ ମିଳିବ। କେବେ କେବେ ଆଳସ୍ୟ, ମାନସିକ ଚାପ କିମ୍ବା ଆତ୍ମବିଶ୍ୱାସ କମିଯିବାର ସ୍ଥିତି ସୃଷ୍ଟି ହୋଇପାରେ। ପାଠପଢ଼ାରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ସ୍କୁଲ ଲେବୁଲରେ ଥିବା ଛାତ୍ରଛାତ୍ରୀମାନଙ୍କର ଶିକ୍ଷା କ୍ଷେତ୍ରରେ 70ରୁ 80% ଭଲ ରେଜଲ୍ଟ ମିଳିବ। ନିୟମିତ ପରିଶ୍ରମ କଲେ ଭଲ ସଫଳତା ମିଳିବ। ସେହିପରି ନବମ ଭାବ ଉଚ୍ଚଶିକ୍ଷାର ଭାବ। ନବମାଧିପତି ଶୁକ୍ର ଦ୍ୱାଦଶ ଭାବରେ ଅଛନ୍ତି କେତୁଯୁକ୍ତ ହୋଇକି। ରାହୁଙ୍କର ଦୃଷ୍ଟି ବି ରହିଛି। ଏହି ଯୋଗ ହାୟର ଷ୍ଟଡି କ୍ଷେତ୍ରରେ କିଛି ଅପଡାଉନ୍ ଆଣିବ। ପାଠପଢ଼ାରେ କିଛି ସମୟ ପର୍ଯ୍ୟନ୍ତ ବାଧା ସୃଷ୍ଟି କରିପାରେ। ତଥାପି ରାହୁର ପ୍ରଭାବ ଶୁକ୍ରଙ୍କ ଉପରେ ଥିବାରୁ ଏବଂ ଅଷ୍ଟମାଧିପତି ମଙ୍ଗଳଙ୍କର ଦୃଷ୍ଟି ଥିବାରୁ ରିସର୍ଚ୍ଚ, କମ୍ପ୍ୟୁଟର, ଆଇଟି, ମେଡ଼ିକାଲ, ସାଇକୋଲୋଜି, ସ୍ପିରିଚୁଆଲ, ଫରେନ୍ ରିଲେଟେଡ୍ ଷ୍ଟଡି ପାଇଁ ଆଗ୍ରହ ବଢ଼ିପାରେ। ବିଦେଶରେ ରହି ପଢ଼ିବା କିମ୍ବା ଦୂର ସ୍ଥାନରେ ଶିକ୍ଷା ପାଇବାର ଚିନ୍ତା ମନରେ ଆସିପାରେ। ନବମାଧିପତି ଉପରେ ରାହୁଙ୍କର ପ୍ରଭାବ ଥିବାରୁ ଏକାଗ୍ରତାର ଅଭାବ ରହିପାରେ। କେହି ସବଜେକ୍ଟ ପରିବର୍ତ୍ତନ କରିବା ପାଇଁ ଇଚ୍ଛା କରିପାରନ୍ତି। ମଝିରେ ମଝିରେ ପାଠପଢ଼ା ପ୍ରତି ଆଗ୍ରହ କମିଯିବା ଭଳି ସମସ୍ୟା ହୋଇପାରେ। ମାନସିକ ଦ୍ୱନ୍ଦ୍ୱ ବଢ଼ିପାରେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପ୍ରିପେୟାର ହେଉଛନ୍ତି, ବୃହସ୍ପତିଙ୍କର ଶୁଭ ପ୍ରଭାବ ଥିବାରୁ ପରିଶ୍ରମ କେବେ ବ୍ୟର୍ଥ ଯିବ ନାହିଁ, କିନ୍ତୁ ସଫଳତା ଟିକେ ବିଳମ୍ବରେ ଆସିପାରେ। ହାୟର ଏଜୁକେସନରେ ଓଭରଅଲ୍ ଯଦି କହିବି 60ରୁ 70% ଭଲ ଫଳ ଦେଖାଉଛି। ପରିଶ୍ରମ କଲେ ଉନ୍ନତି ହେବ। ଏକାଗ୍ରତା ଏବଂ ଧୈର୍ଯ୍ୟ ରଖିବା ଅତ୍ୟନ୍ତ ଆବଶ୍ୟକ।
ହଠାତ୍ ନିଷ୍ପତ୍ତି, ସବଜେକ୍ଟ ପରିବର୍ତ୍ତନ କିମ୍ବା ପଢ଼ା ଛାଡ଼ିବା ଭଳି ନିଷ୍ପତ୍ତିରୁ ଦୂରେଇ ରହିବା ଭଲ। କନ୍ୟା ରାଶି ପାଇଁ ଏହି 2026 ମସିହା ଜୁଲାଇ ମାସରେ ଶିକ୍ଷାର ସ୍ଥିତି ଭଲ ରହିବ। ସ୍କୁଲ ଶିକ୍ଷା ଅଧିକ ପଜିଟିଭ୍ ରହିଛି, ଯେଉଁଠାରେ କଲେଜ ଏବଂ ହାୟର ଷ୍ଟଡି କିଛି ବାଧା ଏବଂ କନଫ୍ୟୁଜନ୍ ଥିଲେ ମଧ୍ୟ ନିୟମିତ ପରିଶ୍ରମ ଦ୍ୱାରା ଭଲ ସଫଳତା ହାସଲ କରିପାରିବେ। ଏବେ ଆଲୋଚନା କରିବା ଫାଇନାନ୍ସ ବିଷୟରେ। ଦ୍ୱିତୀୟ ଭାବ ଧନର ଭାବ। ଦ୍ୱିତୀୟାଧିପତି ଶୁକ୍ର ଅଛନ୍ତି ଦ୍ୱାଦଶରେ କେତୁଯୁକ୍ତ ହୋଇକି। ରାହୁଙ୍କର ଦୃଷ୍ଟି ମଧ୍ୟ ଦ୍ୱିତୀୟ ଭାବକୁ ରହିଛି ଏବଂ ଶୁକ୍ରଙ୍କୁ ରହିଛି। ଧନ ଆସିବ, କିନ୍ତୁ ଧନ ସମ୍ବନ୍ଧିତ କିଛି ଅନିଶ୍ଚିତତା, ଅନନେସେସରି ଖର୍ଚ୍ଚ ଏବଂ ଭୁଲ ଆର୍ଥିକ ନିଷ୍ପତ୍ତିର ସମ୍ଭାବନା ରହିବ। ସେଥିପାଇଁ ବିନିଯୋଗ ଏବଂ ବଡ଼ ଆର୍ଥିକ ନିଷ୍ପତ୍ତିରେ ସତର୍କ ରହିବା ଉଚିତ। ଧନପତି ଶୁକ୍ର ଦ୍ୱାଦଶରେ କେତୁ ସହିତ ଅବସ୍ଥିତ ଥିବାରୁ ଖର୍ଚ୍ଚର ପରିମାଣ ବଢ଼ିପାରେ। ବିଦେଶ ଯାତ୍ରା, ହସ୍ପିଟାଲ, ଧାର୍ମିକ କାର୍ଯ୍ୟ କିମ୍ବା ଘରୋଇ କାର୍ଯ୍ୟରେ ଟଙ୍କା ବ୍ୟୟ ହୋଇପାରେ। କେତୁର ପ୍ରଭାବରେ ଧନ ସଞ୍ଚୟ କରିବା କଠିନ ଲାଗିପାରେ। ରାହୁଙ୍କର ପ୍ରଭାବ ଯୋଗୁଁ ଅନଲାଇନ୍ ଠକେଇ, ଅଧିକ ଲାଭର ଆଶାରେ ହାଇ ଆମାଉଣ୍ଟ ଇନଭେଷ୍ଟମେଣ୍ଟ ଇତ୍ୟାଦିରୁ ଦୂରରେ ରହିବା ଭଲ। କିନ୍ତୁ ଏକାଦଶ ଭାବରେ ଧନକାରକ ଗ୍ରହ ବୃହସ୍ପତି ଉଚ୍ଚସ୍ଥ ଅଛନ୍ତି ଏବଂ ତାଙ୍କ ସହିତ ଦଶମାଧିପତି ବୁଧ ଏକାଠି ଥିବାରୁ ଆୟରେ ବଡ଼ ସମସ୍ୟା ଆସିବ ନାହିଁ ଏବଂ ଖର୍ଚ୍ଚ ବଢ଼ିଲେ ମଧ୍ୟ ଆବଶ୍ୟକ ସମୟରେ ଧନର ବ୍ୟବସ୍ଥା ହୋଇଯିବ। ମୋଟାମୋଟି ଭାବରେ କହିବାକୁ ଗଲେ କନ୍ୟା ରାଶି ପାଇଁ ଆର୍ଥିକ ସ୍ଥିତି ମଧ୍ୟମ ଧରଣର ରହିବ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ରହିବ। ଧନ ଆସିବ, କିନ୍ତୁ ସଞ୍ଚୟ କରିବାରେ ବାଧା ଏବଂ ଅନନେସେସରି ବ୍ୟୟ ବଢ଼ିପାରେ। ସଠିକ୍ ଭାବରେ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ କଲେ ମାସଟି ଭଲରେ ଯିବ। ଏବେ ଆଲୋଚନା କରିବା ଲଭ୍ ଲାଇଫ୍ ବିଷୟରେ। ପଞ୍ଚମ ଭାବ ଲଭ୍, ରୋମାନ୍ସ, ଆଟ୍ରାକ୍ସନ୍ର ଭାବ। ପଞ୍ଚମାଧିପତି ଶନି ଅଛନ୍ତି ସପ୍ତମରେ। ଜୁଲାଇ 17 ତାରିଖ ପରେ ରବିଙ୍କର ଦୃଷ୍ଟି ମଧ୍ୟ ପଞ୍ଚମକୁ ରହିବ। ପଞ୍ଚମ ଭାବ ଉପରେ ବୃହସ୍ପତି ଏବଂ ବୁଧଙ୍କର ଦୃଷ୍ଟି ରହିଛି। ପଞ୍ଚମ ଭାବ ଉପରେ ବୃହସ୍ପତି ଏବଂ ବୁଧଙ୍କର ଦୃଷ୍ଟି ଥିବାରୁ ନୂଆ ପ୍ରେମ ଆରମ୍ଭ ହେବାର ସମ୍ଭାବନା ରହିଛି। ଆକର୍ଷଣ ଏବଂ କଥାବାର୍ତ୍ତା ବଢ଼ିବ। ଫ୍ରେଣ୍ଡସିପ୍ରୁ ଲଭ୍କୁ କନଭର୍ଟ ହେବାର ଯୋଗ ଦେଖାଉଛି। ଜୁଲାଇ ମାସର ସେକେଣ୍ଡ ହାଫ୍ରେ ଇମୋସନାଲ୍ ଇଣ୍ଟିମେସି ଅଧିକ ପ୍ରକାଶ ପାଇବ। ଟିନ୍ ଏଜ୍ରେ ଯେଉଁମାନେ ଅଛନ୍ତି, ୟଙ୍ଗ ଏଜ୍ର ଯେଉଁମାନେ ଅଛନ୍ତି, ସ୍କୁଲ କିମ୍ବା କଲେଜରୁ ଆକର୍ଷଣ ବଢ଼ିପାରେ। କୋଚିଂ ସେଣ୍ଟର, ଟ୍ୟୁସନ୍ କିମ୍ବା ଅନଲାଇନ୍ ସୋସିଆଲ ମିଡ଼ିଆ ମାଧ୍ୟମରେ ପରିଚୟ ହୋଇପାରେ। ଫ୍ରେଣ୍ଡ ସର୍କଲ ମଧ୍ୟରୁ କାହା ପ୍ରତି ଭାବନା ଆସିପାରେ। ତେବେ ଆସନ୍ତୁ ଜାଣିବା କେଉଁ ଜାଗାରୁ ଲଭ୍ ଷ୍ଟାର୍ଟ ହେବାର ପସିବିଲିଟି ରହିଛି। ସ୍କୁଲ ଆଣ୍ଡ କଲେଜ, କୋଚିଂ ସେଣ୍ଟର, ଟ୍ୟୁସନ୍, ସୋସିଆଲ ମିଡ଼ିଆ, ଫେସବୁକ୍, ରିଲେଟିଭ୍ସ କିମ୍ବା ଫ୍ୟାମିଲି ଫଙ୍କସନ୍ରେ ଚିହ୍ନା ପରିଚୟ ମଧ୍ୟରେ ଲଭ୍ ଡେଭଲପ୍ ହୋଇପାରେ। ଯେଉଁମାନେ ଅଲରେଡ଼ି ରିଲେସନସିପ୍ରେ ଅଛନ୍ତି, ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଥିବାରୁ ପରସ୍ପର ବୁଝାମଣା ବଢ଼ିବ। ଭୁଲ ବୁଝାମଣା ଦୂର ହୋଇପାରେ। ଯେଉଁମାନଙ୍କ ମନରେ ପ୍ରଶ୍ନ ଅଛି କି ପୁରୁଣା ଲଭ୍ ଫେରିବ କି ନାହିଁ, ହାର୍ଟଲି ଲଭ୍ କରୁଥିଲେ କିନ୍ତୁ କୌଣସି କାରଣରୁ ବ୍ରେକଅପ୍ ହୋଇଛି, ମନେ ମନେ ଲଭ୍କୁ ଖୋଜୁଛନ୍ତି, ତେବେ ବୃହସ୍ପତିଙ୍କର ପଞ୍ଚମକୁ ଦୃଷ୍ଟି ଏବଂ ପଞ୍ଚମପତି ଶନିଙ୍କୁ ଦୃଷ୍ଟି ଦେଖାଉଛି ଯେ ପୁରୁଣା ପ୍ରେମିକ ବା ପ୍ରେମିକା ସହ ପୁଣି ଯୋଗାଯୋଗ ହୋଇପାରେ। ମେସେଜ, କଲ୍ କିମ୍ବା ସୋସିଆଲ ମିଡ଼ିଆ ମାଧ୍ୟମରେ ପୁଣି କଥାବାର୍ତ୍ତା ଆରମ୍ଭ ହୋଇପାରେ। ତେବେ ଲଭ୍ ସକ୍ସେସ୍ ହେବ କି ନାହିଁ ତାହା ଦୁଇ ପକ୍ଷର ଇଚ୍ଛା ଏବଂ ଅନ୍ୟ ଗ୍ରହ ଦଶା ଉପରେ ନିର୍ଭର କରିବ। କନ୍ୟା ରାଶିର ଲଭର୍ସମାନଙ୍କୁ ଆଡ଼ଭାଇସ୍ ଏହା ରହିବ ଯେ ଅତ୍ୟଧିକ ଜିଦି କିମ୍ବା ସନ୍ଦେହ ରଖନ୍ତୁ ନାହିଁ। ଜୁଲାଇ 17 ପରେ ରବିଙ୍କର ପ୍ରଭାବ ଯୋଗୁଁ ଇଗୋ ବଢ଼ିପାରେ। ଛୋଟ କଥାକୁ ବଡ଼ ଝଗଡ଼ାରେ ପରିଣତ କରନ୍ତୁ ନାହିଁ। ନ୍ୟୁ ରିଲେସନରେ କୁଇକ୍ ଡିସିସନ୍ ନେବା ଅପେକ୍ଷା ଧୀରେ ଧୀରେ ପ୍ରୋଗ୍ରେସ୍ କରିବା ଆପଣଙ୍କ ପାଇଁ ବେଟର୍ ହେବ। ଓଭରଅଲ୍ କହିବାକୁ ଗଲେ ଏହି ଜୁଲାଇ ମାସ 2026 ଲଭ୍ ଦୃଷ୍ଟିରୁ ବହୁତ ଭଲ ରହିବ। ଆଉ ଥରେ ବି ସଂକ୍ଷେପରେ କହିଦେଉଛି, ନ୍ୟୁ ଲଭ୍ ଷ୍ଟାର୍ଟ ହେବ, ଫ୍ରେଣ୍ଡସିପ୍ରୁ ଲଭ୍ ଷ୍ଟାର୍ଟ ହେବ, ଟିନେଜର, ୟଙ୍ଗ ଏଜର ବ୍ୟକ୍ତିବିଶେଷମାନଙ୍କ ପାଇଁ ଆକର୍ଷଣ ବଢ଼ିବ। ଏକ୍ଜିଷ୍ଟିଂ ରିଲେସନସିପ୍ରେ ସ୍ଥିରତା ଆସିପାରେ। ପୁରୁଣା ପ୍ରେମ ସହ ପୁଣି ଯୋଗାଯୋଗ ହେବାର ସମ୍ଭାବନା ରହିଛି। ଶନିଙ୍କ କାରଣରୁ ଲଭ୍ ଧୀରେ ଧୀରେ ପ୍ରୋଗ୍ରେସ୍ କରିବ। ଡିପ୍ ରିଲେସନସିପ୍ରେ ପରିଣତ ହେବାର ସମ୍ଭାବନା ବି ରହିଛି। ଏବେ ଆଲୋଚନା କରିବା ବିବାହ ଓ ଦାମ୍ପତ୍ୟ ଜୀବନ ବିଷୟରେ। ସପ୍ତମ ଭାବ ମ୍ୟାରେଡ୍ ଲାଇଫ୍ର ଭାବ। ସପ୍ତମ ଭାବକୁ ବୃହସ୍ପତିଙ୍କର ଦୃଷ୍ଟି ରହିଛି। ସପ୍ତମାଧିପତି ନିଜେ ବୃହସ୍ପତି ଏକାଦଶରେ କର୍କଟ ରାଶିରେ ଉଚ୍ଚସ୍ଥ ଅଛନ୍ତି। ଏକାଦଶ ଭାବ ହେଉଛି ଲାଭ ଏବଂ ଇଚ୍ଛା ପୂରଣର ଭାବ, ତେଣୁ ଏଠାରେ ବୃହସ୍ପତି ଶୁଭଫଳ ଦେଉଛନ୍ତି। ସପ୍ତମ ସ୍ଥାନରେ ଶନି ଥିବାରୁ ଅବିବାହିତମାନଙ୍କର ବିବାହରେ ବିଳମ୍ବ ହେବାର ସମ୍ଭାବନା ଦେଖାଉଛି। କିନ୍ତୁ ବୃହସ୍ପତିଙ୍କର ଦୃଷ୍ଟି ସପ୍ତମକୁ ପଡ଼ୁଥିବାରୁ ଡେରିରେ ହେଲେ ମଧ୍ୟ ବିବାହ ହେବ। ଶନିଙ୍କର ନେଗେଟିଭ୍ ଇମ୍ପାକ୍ଟକୁ ବୃହସ୍ପତି ଅନେକ ମାତ୍ରାରେ କଣ୍ଟ୍ରୋଲ କରିବେ। ଏହି ଜୁଲାଇ ମାସରେ ଅବିବାହିତମାନଙ୍କର ବିବାହ ଯୋଗ ଭଲ ଦେଖାଉଛି।
ପରିବାରର ସମର୍ଥନ ମିଳିବ। ଦୀର୍ଘ ଦିନ ଧରି ବିବାହରେ ବିଳମ୍ବ ହେଉଥିଲେ ମଧ୍ୟ ଆଗକୁ ପ୍ରୋଗ୍ରେସ୍ କରିବାର ପସିବିଲିଟି ରହିଛି। ଶନିଙ୍କ କାରଣରୁ ବିବାହ ଶୀଘ୍ର ନ ହୋଇ ଡେରିରେ ହୋଇପାରେ। ଭଲ ଜୀବନସାଥୀ ମିଳିବାର ସମ୍ଭାବନା ରହିଛି। ଯେଉଁମାନେ ଲଭ୍ ରିଲେସନରେ ଅଛନ୍ତି, ଏକାଦଶ ଭାବରେ ଶକ୍ତିଶାଳୀ ବୃହସ୍ପତି ଥିବାରୁ ଏବଂ ପଞ୍ଚମକୁ ଦୃଷ୍ଟି ଦେଉଥିବାରୁ ଲଭ୍ ଆରେଞ୍ଜରେ କନଭର୍ଟ ହୋଇପାରେ। ପ୍ରେମ ସମ୍ପର୍କକୁ ପରିବାରର ସ୍ୱୀକୃତି ମିଳିପାରେ। ଲଭ୍ ମ୍ୟାରେଜର ସମ୍ଭାବନା ରହୁଛି। ଅଧିକାଂଶ କ୍ଷେତ୍ରରେ ପରିବାରର ସହଯୋଗରେ ବିବାହ ସମ୍ପନ୍ନ ହେବ। ଯେଉଁମାନେ ନ୍ୟୁଲି ମ୍ୟାରେଡ୍, ଏହି ଜୁଲାଇ 2026 ସେମାନଙ୍କ ପାଇଁ ଭଲ ସମୟ ରହିବ। ଦୁଇ ଜଣଙ୍କ ମଧ୍ୟରେ ଅଣ୍ଡରଷ୍ଟାଣ୍ଡିଂ ଭଲ ଚାଲିବ। ଫ୍ୟୁଚର ପାଇଁ କିଛି ପ୍ଲାନିଂ କରିପାରନ୍ତି। ଫ୍ୟାମିଲି ପ୍ଲାନିଂର ସୁଯୋଗ ଆସିବ। ପରିବାରରୁ ସହଯୋଗ ମିଳିବ। ଲଙ୍ଗ୍ ଟ୍ରାଭେଲ୍ ମଧ୍ୟ କରିପାରନ୍ତି କିମ୍ବା ଗୃହରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ। ସପ୍ତମ ଭାବରେ ଶନି ଥିବାରୁ ବେଳେବେଳେ ଛୋଟ ଛୋଟ କଥାକୁ ନେଇ କପୁଲଙ୍କ ମଧ୍ୟରେ ମାନ ଅଭିମାନ ରହିପାରେ। କାମର ବ୍ୟସ୍ତତା ଯୋଗୁଁ ସମୟ ଦେବାର ଅସୁବିଧା ହୋଇପାରେ। ଯେଉଁମାନେ ଓଲ୍ଡ ମ୍ୟାରେଜ୍ କପୁଲ, ବିବାହକୁ ଅନେକ ବର୍ଷ ହୋଇଗଲାଣି, ସେମାନଙ୍କ ପାଇଁ ଏହି ମାସ ସ୍ଥିରତା ଏବଂ ମ୍ୟାଚୁରିଟି ଆଣିବ। ଶୁଭ ଫଳ ଭିତରେ ଯଦି ଦେଖିବା, ସମ୍ପର୍କରେ ଭରସା ବଢ଼ିବ। ପରିବାରରେ ଶାନ୍ତି ବଜାୟ ରହିବ। ସନ୍ତାନ କିମ୍ବା ପରିବାର ସମ୍ବନ୍ଧୀୟ କୌଣସି ଖୁସି ଖବର ମିଳିପାରେ। ଆର୍ଥିକ ଉନ୍ନତି ହେବ। ଶନି ଗ୍ରହକୁ ବୃହସ୍ପତିଙ୍କର ଦୃଷ୍ଟି ଯଦିଓ ବି ପଜିଟିଭ୍ ରହୁଛି, ତଥାପି ଶନିଙ୍କର କିଛି ନେଗେଟିଭ୍ ଇମ୍ପାକ୍ଟ ପଡ଼ିପାରେ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ କିମ୍ବା କାମକୁ ନେଇ କିଛି ଚିନ୍ତା ଆପଣଙ୍କ ଭିତରେ ରହିପାରେ। ଯଦି ଆର୍ଗୁମେଣ୍ଟ ହେଉଛି, ତାହା ଦୀର୍ଘ ସମୟ ରହିବା ଉଚିତ ନୁହେଁ। ଯେଉଁ ଦମ୍ପତିମାନେ ଅଲଗା ରହୁଛନ୍ତି, କୌଣସି ମତଭେଦ ପାଇଁ, ଫ୍ୟାମିଲି ଇସ୍ୟୁ ପାଇଁ, ବୃହସ୍ପତିଙ୍କର ଶୁଭ ଦୃଷ୍ଟି ସପ୍ତମକୁ ଥିବାରୁ ସମ୍ପର୍କରେ ସୁଧାର ଆସିବାର ସୁଯୋଗ ମିଳିବ, କିନ୍ତୁ ବହୁତ କଷ୍ଟ ହେବ। ଭୁଲ ବୁଝାମଣା କମିବ। ଫ୍ୟାମିଲି ମଧ୍ୟରେ ଡିସ୍କସନ୍ ହେଇକି ସମ୍ପର୍କରେ ମଧୁରତା ପୁଣି ଫେରି ଆସିପାରେ। ଯେଉଁମାନେ ଅବିବାହିତ ଅଛନ୍ତି, ଅବିବାହିତମାନଙ୍କର ଯେଉଁଠି ବିବାହ ହେବ, ଯେହେତୁ ସପ୍ତମରେ ଶନି ଅଛନ୍ତି ଏବଂ ବୃହସ୍ପତି ଉଚ୍ଚସ୍ଥ ଥାଇ ସପ୍ତମକୁ ଦେଖୁଛନ୍ତି, ଦାୟିତ୍ୱବାନ ଏବଂ ମ୍ୟାଚୁର ପାର୍ଟନର ମିଳିପାରନ୍ତି। ଧାର୍ମିକ କିମ୍ବା ନୈତିକ ଚିନ୍ତାଧାରା ତାଙ୍କ ଭିତରେ ଥାଇପାରେ। ପରିବାର ପ୍ରତି ଦାୟିତ୍ୱଶୀଳ ହେବେ। ସ୍ୱଭାବରେ ଜିଦି ଥାଇପାରେ। ମୋଟାମୋଟି ଭାବରେ କହିବାକୁ ଗଲେ ମ୍ୟାରେଡ୍ ଲାଇଫ୍ ଏବଂ ବିବାହ ଅନୁକୂଳ କନ୍ୟା ରାଶିର ଜାତକ ପାଇଁ ଅତ୍ୟନ୍ତ ଶୁଭ ରହିବ। ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଦାମ୍ପତ୍ୟ ଜୀବନରେ ସ୍ଥିରତା, ମ୍ୟାଚୁରିଟି ଏବଂ ଶାନ୍ତି ନେଇ ଆସିବ। ଏବେ ଆଲୋଚନା କରିବା ଜବ୍ ଅର୍ ପ୍ରଫେସନ୍ ବିଷୟରେ। ଦଶମ ଭାବ କର୍ମର ଭାବ। ଦଶମପତି ହେଲେ ବୁଧ। ବୁଧ ମଧ୍ୟ ଲଗ୍ନପତି। ଏକାଦଶ ଭାବରେ ବୃହସ୍ପତିଙ୍କ ସହିତ ଯୁକ୍ତ ଅଛନ୍ତି। ବୃହସ୍ପତି ହେଉଛନ୍ତି ଚତୁର୍ଥ ଏବଂ ସପ୍ତମ ଭାବର ଅଧିପତି। ଏକାଦଶ ଭାବରେ ଥିବାରୁ ଲାଭ, ନୂଆ ପରିଚୟ, ନେଟୱାର୍କିଂ ଏବଂ ଇଚ୍ଛା ପୂରଣର ସୁଯୋଗକୁ ବଢ଼ାଇବ। ଏହି ମାସ କନ୍ୟା ରାଶି ପାଇଁ ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ। ଉଚ୍ଚ ଅଧିକାରୀଙ୍କର ସହଯୋଗ ମିଳିବ। ନୂଆ ଦାୟିତ୍ୱ ଏବଂ କାର୍ଯ୍ୟକ୍ଷେତ୍ରରେ ସମ୍ମାନ ବଢ଼ିବ। ପ୍ରାଇଭେଟ୍ ସେକ୍ଟରରେ ଥିବା ଲୋକମାନଙ୍କ ପାଇଁ ମାସଟି ଅନୁକୂଳ ରହିବ। ସାଲାରୀ ହାଇକ୍, ଇନସେଣ୍ଟିଭ୍ସ କିମ୍ବା ନୂଆ ପ୍ରୋଜେକ୍ଟ ମିଳିପାରେ। ସିନିୟର ଅଫିସର ଏବଂ ମ୍ୟାନେଜରଙ୍କ ସହଯୋଗ ବି ମିଳିବ। ଯେଉଁମାନେ କମ୍ପାନୀ ଚେଞ୍ଜ କରିବା ପାଇଁ ଚେଷ୍ଟା କରୁଛନ୍ତି, ଭଲ ଅଫର୍ ମିଳିବାର ସମ୍ଭାବନା ରହିଛି। ସେହିପରି ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ଯେଉଁମାନେ ପ୍ରିପେୟାର ହେଉଛନ୍ତି, ମାସଟି ଉତ୍ସାହପୂର୍ଣ୍ଣ ରହିବ। ଇଣ୍ଟରଭ୍ୟୁ, ଡକୁମେଣ୍ଟ ଭେରିଫିକେସନ୍ କିମ୍ବା ରେଜଲ୍ଟ ସମ୍ବନ୍ଧୀୟ ଶୁଭ ସମ୍ବାଦ ମିଳିପାରେ। ଏକାଦଶ ଭାବରେ ବୁଧ ଏବଂ ବୃହସ୍ପତିଙ୍କର ସଂଯୋଗ ନ୍ୟୁ ଅପରଚ୍ୟୁନିଟି, ରେକମେଣ୍ଡେସନ୍ ଏବଂ ନେଟୱାର୍କିଂ ମାଧ୍ୟମରେ ଚାକିରି ପ୍ରାପ୍ତିର ଯୋଗ ସୃଷ୍ଟି କରୁଛି। ଏହି ଜୁଲାଇ ମାସରେ ନୂଆ ଚାକିରି ପାଇଁ ଇଣ୍ଟରଭ୍ୟୁ କଲ୍ ଆସିପାରେ। ଜବ୍ ଚେଞ୍ଜ କରିବା ପାଇଁ ଚାହୁଁଥିଲେ ଭଲ ପ୍ୟାକେଜ୍ ମିଳିପାରେ। ଫ୍ରେଣ୍ଡ, ରିଲେଟିଭ୍ସ ବା ରେଫରେନ୍ସ ମାଧ୍ୟମରେ ଭଲ ସୁଯୋଗ ଆସିପାରେ। କର୍ମାଧିପତି ବୁଧ ବୃହସ୍ପତି ଯୁକ୍ତ ହୋଇ ଏକାଦଶ ଭାବରେ ରହିବା ଫଳରେ ବ୍ୟାଙ୍କିଂ ଆଣ୍ଡ ଫାଇନାନ୍ସ, ଆଇଟି ଆଣ୍ଡ ସଫ୍ଟୱେୟାର ସେକ୍ଟର, ଆକାଉଣ୍ଟ ସେକ୍ସନ, ସେଲ୍ସ, ମାର୍କେଟିଂ, ଡାଟା ଆନାଲିସିସ୍ ଏବଂ କମ୍ପ୍ୟୁଟର ରିଲେଟେଡ୍ ଜବ୍ ଆଦିରେ ଭଲ ସଫଳତା ମିଳିବାର ସୁଯୋଗ ରହିଛି। ଯେଉଁମାନେ ଏହି ବିଭାଗରେ ଟ୍ରାଏ କରୁଛନ୍ତି, ତାଙ୍କୁ ଜବ୍ ନିଶ୍ଚିତ ଭାବରେ ମିଳିଯିବ। ଏହି ମାସରେ ପ୍ରମୋସନ୍ ହେବାର ସମ୍ଭାବନା ରହିଛି। ସାଲାରୀ ଇନକ୍ରିମେଣ୍ଟ, ବୋନସ୍ ମଧ୍ୟ ମିଳିପାରେ। ପୁରୁଣା ଅଟକିଥିବା କାମ ସଫଳ ହେବ। ପ୍ରଭାବଶାଳୀ ଲୋକଙ୍କ ସହ ପରିଚୟ ହେବାରୁ ଭବିଷ୍ୟତରେ ବଡ଼ ସୁଯୋଗ ମିଳିପାରେ। ମୋଟାମୋଟି ଭାବରେ କହିବାକୁ ଗଲେ କନ୍ୟା ରାଶି ପାଇଁ ଜୁଲାଇ ମାସ 2026 ଚାକିରି କ୍ଷେତ୍ରରେ ଭଲ ଫଳ ମିଳିବ। କର୍ମାଧିପତି ବୁଧ ଲାଭ ଭାବରେ ବୃହସ୍ପତି ସହିତ ଥିବାରୁ ନ୍ୟୁ ଜବ୍, ପ୍ରମୋସନ୍, ଇନକମ୍ ଇନକ୍ରିଜ୍, ଉଚ୍ଚପଦସ୍ଥ ଲୋକଙ୍କ ସହଯୋଗ ପାଇବାର ଷ୍ଟ୍ରଙ୍ଗ ପସିବିଲିଟି ରହିଛି। ବିଶେଷ କରି ପ୍ରାଇଭେଟ୍ ସେକ୍ଟର, ଆଇଟି, ଫାଇନାନ୍ସ, ଏଜୁକେସନ୍, ବ୍ୟାଙ୍କିଂ ଏବଂ ଆଡମିନିଷ୍ଟ୍ରେଟିଭ୍ କ୍ଷେତ୍ରରେ ଆପଣଙ୍କ ପାଇଁ ଅଧିକ ଶୁଭଫଳ ଦେଇପାରେ। ଏବେ ଆଲୋଚନା କରିବା ବିଜନେସ୍ ବିଷୟରେ। ସପ୍ତମ ଭାବ ବିଜନେସ୍ର ଭାବ। ସପ୍ତମାଧିପତି ବୃହସ୍ପତି ଏକାଦଶ ଭାବରେ ରହି ଦଶମପତି ବୁଧ ସହ ଯୁକ୍ତ ଥିବାରୁ ବ୍ୟବସାୟରୁ ଲାଭ, ନୂଆ କ୍ଲାଏଣ୍ଟ ଏବଂ ସମ୍ପର୍କ ବୃଦ୍ଧିର ଯୋଗ ଦେଖାଉଛି।
ଏକାଦଶ ଭାବ ଆୟ ଏବଂ ନେଟୱାର୍କିଂକୁ ଇଣ୍ଡିକେଟ୍ କରୁଛି। ତେଣୁ ପୁରୁଣା ଗ୍ରାହକ ଏବଂ ପରିଚିତ ଲୋକଙ୍କ ଦ୍ୱାରା ଲାଭ ହୋଇପାରେ। ସପ୍ତମ ଭାବରେ ଶନି ଥିବାରୁ ଆରମ୍ଭରେ ବାଧା ବିଳମ୍ବ କିମ୍ବା କଠିନ ପରିଶ୍ରମ ଦେଖାଯାଇପାରେ, କିନ୍ତୁ ଧୈର୍ଯ୍ୟ ରଖିଲେ ସ୍ଥାୟୀ ସଫଳତା ମିଳିବ। ପାର୍ଟନରସିପ୍ ବିଜନେସ୍ରେ ଲାଭର ଯୋଗ ଅଛି, କିନ୍ତୁ ଶନି ସପ୍ତମ ଭାବରେ ଥିବାରୁ ପାର୍ଟନରଙ୍କ ସହିତ ମତଭେଦ, କାମରେ ବିଳମ୍ବ କିମ୍ବା ଦାୟିତ୍ୱ ନେଇ ବିବାଦ ହୋଇପାରେ। କୌଣସି ଏଗ୍ରିମେଣ୍ଟ କିମ୍ବା ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ ଲିଖିତ ଆଧାରରେ କାମ କରିବା ଭଲ। ଏକ୍ସପିରିଏନ୍ସ ଏବଂ ବିଶ୍ୱସ୍ତ ବ୍ୟକ୍ତିଙ୍କ ସହ ପାର୍ଟନରସିପ୍ କଲେ ଦୀର୍ଘ ସମୟରେ ଭଲ ଫଳ ମିଳିପାରେ। ବାଣିଜ୍ୟକାରକ ବୁଧ ଏବଂ ସପ୍ତମାଧିପତି ବୃହସ୍ପତି ଏକାଠି ଥିବାରୁ ଟ୍ରେଡିଂ, ହୋଲସେଲ୍ ଆଣ୍ଡ ରିଟେଲ ବିଜନେସ୍, ଅନଲାଇନ୍ ବିଜନେସ୍, ଇ କମର୍ସ, ଡିଜିଟାଲ ମାର୍କେଟିଂ, ଏଜୁକେସନ୍, କୋଚିଂ, କନସଲଟାନ୍ସି, ମୋବାଇଲ ଆସେସରିଜ୍, କମ୍ପ୍ୟୁଟର, ଇଲେକ୍ଟ୍ରୋନିକ୍ସ ଆଇଟମ୍, ଅଫିସ୍ ଇକ୍ୱିପମେଣ୍ଟ ବିଜନେସ୍ ଭଲ ଚାଲିବ। ପ୍ରିଣ୍ଟିଂ ପ୍ରେସ୍, ବୁକ୍ ଷ୍ଟୋର, ପବ୍ଲିକେସନ୍, ଆକାଉଣ୍ଟସ୍, ଟ୍ୟାକ୍ସ କନସଲଟାନ୍ସି, ଫାଇନାନ୍ସ, ଇନ୍ସୁରାନ୍ସ ଏସବୁ ଭଲ ଚାଲିବ। ଉଚ୍ଚସ୍ଥ ବୃହସ୍ପତି ବ୍ୟବସାୟରେ ନୂଆ ଗ୍ରାହକ ଏବଂ ଭଲ ସମ୍ପର୍କ ସୃଷ୍ଟି କରିବ। ନେଟୱାର୍କ ଦ୍ୱାରା ଲାଭ ଦେବ। ପରିଚିତ ବ୍ୟକ୍ତି କିମ୍ବା ଫ୍ରେଣ୍ଡ ସର୍କଲଙ୍କ ସହଯୋଗରେ ଆୟ ବଢ଼ିପାରେ। ସପ୍ତମ ଭାବରେ ଶନି ଥିବାରୁ ଲାଭ ହଠାତ୍ ନୁହେଁ, କିନ୍ତୁ ଧୀରେ ଧୀରେ ଏବଂ ସ୍ଥାୟୀ ଭାବରେ ବୃଦ୍ଧି ହେବ। ପରିଶ୍ରମର ଫଳ ନିଶ୍ଚିତ ଭାବରେ ଆପଣଙ୍କୁ ଏହି ମାସରେ ମିଳିବ। ପାର୍ଟନରସିପ୍ ବିଜନେସ୍ ତ ଭଲ ଚାଲିବ। ସପ୍ତମପତି ଉଚ୍ଚସ୍ଥ ହୋଇ ସପ୍ତମ ଭାବକୁ ଦୃଷ୍ଟି ଦେବା ବ୍ୟବସାୟରେ ସ୍ଥିରତା, ଭଲ ଲାଭ ଏବଂ ସମାଜରେ ପ୍ରତିଷ୍ଠା ବଢ଼ିବାର ଯୋଗକୁ ସୃଷ୍ଟି କରୁଛି। ମୋଟାମୋଟି ଭାବରେ କହିବାକୁ ଗଲେ ଏହି 2026 ମସିହା ଜୁଲାଇ ମାସ କନ୍ୟା ରାଶି ପାଇଁ ବ୍ୟବସାୟ କ୍ଷେତ୍ରରେ ଲାଭର ଯୋଗ ଭଲ ରହିଛି। ବିଶେଷ କରି ଉଚ୍ଚସ୍ଥ ବୃହସ୍ପତିଙ୍କର ପ୍ରଭାବରେ ଆୟ ବଢ଼ିବ। ନୂଆ ସୁଯୋଗ ଏବଂ ଦୀର୍ଘକାଳୀନ ସଫଳତାର ସମ୍ଭାବନା ଅଧିକ ଦେଖାଉଛି। କନ୍ୟା ରାଶିର ବ୍ୟକ୍ତିବିଶେଷମାନେ ପ୍ରତିକାର କ'ଣ କରିବେ? ଆପଣଙ୍କର ରାଶିଆଧିପତି ହେଲେ ବୁଧ। ବୁଧଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓଂ ବ୍ରାଂ ବ୍ରିଂ ବ୍ରଂ ସ ବୁଦ୍ଧାୟ ନମଃ। ଏହି ମନ୍ତ୍ରକୁ ଦୈନିକ 108 ଥର ଜପ କରନ୍ତୁ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ। ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁଗଣ, ଏହା ଥିଲା କନ୍ୟା ରାଶି ପାଇଁ 2026 ମସିହା ଜୁଲାଇ ମାସର ମାସିକ ରାଶିଫଳ ବିଷୟରେ ବିସ୍ତୃତ ଆଲୋଚନା। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍, କମେଣ୍ଟ, ସେୟାର କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ଆଉ ଏକ ନୂଆ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।